ଆଜି ଆମେ ଅଷ୍ଟମ ଶ୍ରେଣୀ ରାଜନୀତି ବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ କେନ୍ଦ୍ର ସରକାର ବିଷୟର ଅତିରିକ୍ତ କ୍ୱେଶ୍ଚନ ଗୁଡ଼ିକ ଆଲୋଚନା କରିବା। ଏହା ହେଉଛି ପାର୍ଟ 5 ଭିଡ଼ିଓ। ଅନ୍ୟ 4ଟି ଭିଡ଼ିଓର ଲିଙ୍କ ମୁଁ ଡେସ୍କ୍ରିପସନରେ ଦେଇଦେଇଛି। ଯଦି ତୁମେମାନେ ସେ ଭିଡ଼ିଓ ଗୁଡ଼ିକ ଦେଖିନ ତେବେ ସେ ଲିଙ୍କକୁ କ୍ଲିକ୍ କରି ଦେଖିପାରିବ। ନମ୍ବର 1, ଦେଶର ପ୍ରଥମ ନାଗରିକ କିଏ? ସେ ସମସ୍ତ କାର୍ଯ୍ୟ କିପରି ସମ୍ପାଦନ କରିଥାନ୍ତି? ଆନ୍ସାର, ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି। ସେ ଏକାଧାରାରେ ଭାରତର ନିର୍ବାଚିତ ତଥା ସର୍ବୋଚ୍ଚ ସାମ୍ବିଧାନିକ ରାଷ୍ଟ୍ରମୁଖ୍ୟ ଓ ଦେଶର ସମାନାସ୍ପଦ ପ୍ରଥମ ନାଗରିକ। କେନ୍ଦ୍ର ସରକାର ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ନ୍ୟସ୍ତ, କିନ୍ତୁ ରାଷ୍ଟ୍ରପତି କୌଣସି କ୍ଷମତା ବ୍ୟବହାର କରିନଥାନ୍ତି। ନମ୍ବର 2, ଭାରତର ରାଷ୍ଟ୍ରପତି କିପରି ନିର୍ବାଚିତ ହୋଇଥାନ୍ତି? ଆନ୍ସାର, ଭାରତର ରାଷ୍ଟ୍ରପତି ଲୋକମାନଙ୍କ ଦ୍ୱାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ସଂସଦର ଉଭୟ ଗୃହ ଓ ଦିଲ୍ଲୀ ଏବଂ ପଣ୍ଡିଚେରୀ ସମେତ ସମସ୍ତ ରାଜ୍ୟ ବିଧାନସଭା ଗୁଡ଼ିକର ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ ନିର୍ବାଚନ ମଣ୍ଡଳୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ଆନୁପାତିକ ପ୍ରତିନିଧିତ୍ୱ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦ ଭିତ୍ତିକ ମତଦାନ ବା ଭୋଟ ପ୍ରଥା ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି। ନମ୍ବର 3, ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ କେଉଁ ସବୁ ଯୋଗ୍ୟତା ଥିବା ଆବଶ୍ୟକ? ଆନ୍ସାର, ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ଓ ତାଙ୍କୁ ଅନ୍ୟୁନ 35 ବର୍ଷ ବୟସ ହୋଇଥିବ। ସେ ଲୋକସଭାର ସଭ୍ୟ ଭାବେ ନିର୍ବାଚିତ ହେବା ପାଇଁ ଯୋଗ୍ୟ ହୋଇଥିବେ। ଜଣେ ବ୍ୟକ୍ତି କେନ୍ଦ୍ର ବା ରାଜ୍ୟ ସରକାର ଅଧୀନସ୍ଥ କୌଣସି ସଂସ୍ଥାରେ ବା ଅନୁଷ୍ଠାନରେ ଲାଭଜନକ ପଦବୀରେ ଅଧିଷ୍ଠିତ ହୋଇଥିବେ, ତେବେ ସେ ପ୍ରାର୍ଥୀ ହୋଇପାରିବେ ନାହିଁ। ନମ୍ବର 4, ରାଷ୍ଟ୍ରପତି ହେଉଛନ୍ତି କେବଳ ସାମ୍ବିଧାନିକ ରାଷ୍ଟ୍ରମୁଖ୍ୟ। ଏହାର କାରଣ କ'ଣ? ଆନ୍ସାର, ରାଷ୍ଟ୍ରପତି ତାଙ୍କର ସମସ୍ତ କାର୍ଯ୍ୟ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କରିବାକୁ ବାଧ୍ୟ। ସେ ତାଙ୍କର ସମସ୍ତ କ୍ଷମତା କେବଳ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ ଜାହିର କରିଥାନ୍ତି। ରାଷ୍ଟ୍ରପତିଙ୍କ ରାଜ୍ୟପାଳଙ୍କ ପରି ସ୍ୱେଚ୍ଛାଧୀନ କ୍ଷମତା ନାହିଁ। ନମ୍ବର 5, ଆମ ସମ୍ବିଧାନରେ କେତେ ପ୍ରକାର ଜରୁରୀକାଳୀନ ପରିସ୍ଥିତି ଉଲ୍ଲେଖ ରହିଛି? ସେଗୁଡ଼ିକ କ'ଣ କ'ଣ? ଆନ୍ସାର, ଆମ ସମ୍ବିଧାନରେ 3 ପ୍ରକାର ଜରୁରୀକାଳୀନ ପରିସ୍ଥିତି ଉଲ୍ଲେଖ ଅଛି, ଯଥା ଜାତୀୟ ଜରୁରୀ ପରିସ୍ଥିତି ଧାରା 352, ରାଜ୍ୟ ଜରୁରୀ ପରିସ୍ଥିତି ଧାରା 356, ଆର୍ଥିକ ଜରୁରୀ ପରିସ୍ଥିତି ଧାରା 360। ନମ୍ବର 6, ପ୍ରଧାନମନ୍ତ୍ରୀଙ୍କର ଯେକୌଣସି 3ଟି କ୍ଷମତା ଉଲ୍ଲେଖ କର। ଆନ୍ସାର, ପ୍ରଧାନମନ୍ତ୍ରୀ ହେଉଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳର ମୁଖ୍ୟ। ରାଷ୍ଟ୍ରପତି ଓ ମନ୍ତ୍ରିମଣ୍ଡଳ ମଧ୍ୟରେ ପ୍ରଧାନମନ୍ତ୍ରୀ ହେଉଛନ୍ତି ଯୋଗସୂତ୍ର ରକ୍ଷାକାରୀ। ମନ୍ତ୍ରିମଣ୍ଡଳ ଓ ସଂସଦ ମଧ୍ୟରେ ପ୍ରଧାନମନ୍ତ୍ରୀ ଯୋଗସୂତ୍ର ରକ୍ଷା କରନ୍ତି। ନମ୍ବର 7, ପ୍ରଧାନମନ୍ତ୍ରୀଙ୍କର ଭୂମିକା ଉଲ୍ଲେଖ କର। ଆନ୍ସାର, ପ୍ରଧାନମନ୍ତ୍ରୀ ହେଉଛନ୍ତି ସରକାରଙ୍କର ପ୍ରଶାସନିକ ମୁଖ୍ୟ। ସେ ମନ୍ତ୍ରିମଣ୍ଡଳର ପ୍ରାଣକେନ୍ଦ୍ର ଓ ଦେଶ ଶାସନର ଦିଗ୍ଦର୍ଶକ। ସେ ମଧ୍ୟ ରାଷ୍ଟ୍ରର ନୀତି ନିର୍ଦ୍ଧାରକ। ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଦେଶର ମାର୍ଗଦର୍ଶକ। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ, ବୁଦ୍ଧିମତ୍ତା, ପାଣ୍ଡିତ୍ୟ, କୂଟନୈତିକ ବିଚକ୍ଷଣତା, ପରିପକ୍ୱତା ଓ ସର୍ବୋପରି ଦଳୀୟ ସମର୍ଥକ ତାଙ୍କର ସଫଳ ନେତୃତ୍ୱକୁ ଅନନ୍ୟ କରିଥାଏ। ନମ୍ବର 8, ଲୋକସଭାର କାର୍ଯ୍ୟକାଳ ଉଲ୍ଲେଖ କର। ଆନ୍ସାର, ଲୋକସଭାର କାର୍ଯ୍ୟକାଳ 5 ବର୍ଷ। 5 ବର୍ଷ କାର୍ଯ୍ୟକାଳ ଶେଷ ହେଲେ ଲୋକସଭାକୁ ଆନୁଷ୍ଠାନିକ ଭାବେ ଭଙ୍ଗ କରାଯାଏ। ମାତ୍ର ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଲୋକସଭାକୁ 5 ବର୍ଷ ସମୟ ସୀମା ହେବା ପୂର୍ବରୁ ଭଙ୍ଗ କରିଦେଇ ପାରନ୍ତି। ନମ୍ବର 9, ରାଜ୍ୟସଭାର କାର୍ଯ୍ୟକାଳ ଉଲ୍ଲେଖ କର। ଆନ୍ସାର, ରାଜ୍ୟସଭା ଏକ ସ୍ଥାୟୀ ସଭା। ଏହାର ବିଲୟ ଘଟେ ନାହିଁ। ମାତ୍ର ରାଜ୍ୟସଭାର ସଭ୍ୟମାନେ 6 ବର୍ଷ ପାଇଁ ନିର୍ବାଚିତ ଓ ମନୋନୀତ ହୋଇଥାନ୍ତି। ରାଜ୍ୟସଭାର 1/3 ସଭ୍ୟ ପ୍ରତି 2 ବର୍ଷରେ ଅବସର ଗ୍ରହଣ କରିଥାନ୍ତି। ନମ୍ବର 10, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହେବା ପାଇଁ କେଉଁ ସବୁ ଯୋଗ୍ୟତା ଆବଶ୍ୟକ ଲେଖ। ଆନ୍ସାର, ସେ ଜଣେ ଭାରତୀୟ ନାଗରିକ ହୋଇଥିବେ, ଏକ ବା ଏକାଧିକ ଉଚ୍ଚ ନ୍ୟାୟାଳୟରେ ଅନ୍ୟୁନ 5 ବର୍ଷ ପାଇଁ ବିଚାରପତି ଭାବେ କାର୍ଯ୍ୟ କରିଥିବେ। ଏକ ବା ଏକାଧିକ ଉଚ୍ଚ ନ୍ୟାୟାଳୟରେ ଏକାଧିକ୍ରମେ 10 ବର୍ଷ ପାଇଁ ଆଇନଜୀବୀ ଭାବେ କାର୍ଯ୍ୟ କରିଥିବେ। ରାଷ୍ଟ୍ରପତିଙ୍କ ମତରେ ସେ ଜଣେ ବିଶିଷ୍ଟ ଆଇନଜ୍ଞ ହୋଇଥିବେ।